ମୁଁ ସଞ୍ଜୀବ ଦାସ ରାଜ୍ୟ ଯୋଗାଣ ସେବକ ତମେ ଆଜି ଆମର 3 ନମ୍ବର ଦିନ ହେଲା ଆମେ ଧାରଣାରେ ବସୁ। ଆଜି ତ ବର୍ଷାରେ ବି ପିଲା ଆମର 3 ଦିନ କଣ୍ଟିନ୍ୟୁ ବର୍ଷା ହଉଛି ଭିଜି ବସୁଛନ୍ତି। ସରକାର ମଧ୍ୟ ଆମକୁ କାଲି ଡକେଇଥିଲେ, କାଲି ଯାଇକି ଆମେ ଆଲୋଚନା ମଧ୍ୟ କରୁଛୁ, କିନ୍ତୁ ସେଟା କେବଳ ଯୋଉ ପ୍ରତିଶ୍ରୁତି ହିସାବରେ ଲାଗିଲା। ଆମେ ତାଙ୍କୁ କହିଛୁ ଯେ ଯୋଉଦିନ ଆମେ ଦାବି ପୂରଣ ନ ହେବା ଯାଏଁ ଆମେ ଏଠି ରାଜ୍ୟ ରାସ୍ତାରେ ବସିବୁ ବୋଲି। କଣ ଦାବି ରହିଛି? ଆମେ 11 ଦଫା ଦାବି ଦେଇଛୁ। ଆଉ ସର୍ବପ୍ରଥମେ ଆମେ ମୁଖ୍ୟ ଭାବରେ ରଖିଛୁ ଆମର ରେଗୁଲାଇଜେସନଟା। ଯେ ପର୍ଯ୍ୟନ୍ତ ଆମକୁ ସରକାର ରେଗୁଲାର ନ କରିବ, ଯେହେତୁ 14 ବର୍ଷ ହେଲାଣି ଆମେ କାମ କରିସାରିଲୁଣି, ଆମେ ନିହାତି ଭାବରେ ରାଜ୍ୟ ରାସ୍ତାରେ ବସିବୁ। ବୁଢାବୁଢୀ ଏବେ ହଇରାଣ ହଉଛନ୍ତି ଭତ୍ତା ପାଇଁ, ଏକରେ ତାପରେ ଚାଉଳ ପାଇଁ ଏବେ ହଇରାଣ। ଆପଣ ଏଠି ଧାରଣା ବସିଲେ। ଦେଖନ୍ତୁ ଆଜ୍ଞା, ଆମେ ମାନେ ଜନସାଧାରଣ ହଇରାଣ ନ ହୁଅନ୍ତୁ ବୋଲିକିରି ଆମେ ବିଗତ ଜୁନ 16 ତାରିଖ ଦିନ ହିଁ ସରକାରଙ୍କୁ ଅବଗତ କରାଇଥିଲୁ। ଆମର ଆପଣମାନଙ୍କର ଯୋଉ ମାଧ୍ୟମରେ, ଗଣମାଧ୍ୟମ ମାଧ୍ୟମରେ, ଆଉ ଇଏ ମଧ୍ୟ ଡିମାଣ୍ଡ ମଧ୍ୟ ଦେଇଥିଲୁ। କିନ୍ତୁ ତାଙ୍କୁ ଆମେ ସ୍ପଷ୍ଟ ଭାବରେ ଲେଖିଥିଲୁ, ଜୁଲାଇ 10 ପର୍ଯ୍ୟନ୍ତ ଯଦି ଆମର ଦାବି ପୂରଣ ଆପଣ ନ କରିବେ ଆମେ ରାଜ୍ୟ ରାସ୍ତାରେ ଓହ୍ଲେଇବୁ ବୋଲିକିରି। ଆଉ ସେ ପର୍ଯ୍ୟନ୍ତ ଯେହେତୁ ଆମକୁ ଅଣଦେଖା କଲେ, ସେ ବିଗତ 14 ବର୍ଷ ହେଲାଣି କାମ କରିକି, ଆଉ ବର୍ତ୍ତମାନ ସମୟସୀମା ଯୋଉ ଅଣଦେଖା କଲେ, ତେବେ ବାଧ୍ୟ ହେଇକି ଆମେ ରାଜ୍ୟ ରାସ୍ତାରେ ଓହ୍ଲେଇଲୁ। ମନ୍ତ୍ରୀଙ୍କ ତରଫରୁ ଆମକୁ ଡାକରା ହେଇଥିଲା, ଆଉ ଡାକିକି ସେ ଡିସ୍କସନ ମଧ୍ୟ କରିଛନ୍ତି। କହିଛନ୍ତି ମାନେ ଆମେ ଚେଷ୍ଟା କରୁଛୁ ଅଧିକରୁ ଅଧିକ ଦାବି ପୂରଣ କରିବା ପାଇଁ ବୋଲି ସେ ଆମକୁ କହିଛନ୍ତି। ସେ କହିଛନ୍ତି ଇଏ ରଥଯାତ୍ରା ପରେ ପରେ ଆମେ ଚେଷ୍ଟା କରୁଛୁ, ଆଲୋଚନା କରୁଛୁ, ରଥଯାତ୍ରା ସରିଲା ପରେ କରୁଛୁ। ଆମେ ବି ତାଙ୍କୁ କହିଲୁ ଆମେ ଯାହା ହେଲେ ବି ଦାବି ପୂରଣ ନ ହେବା ଯାଏଁ ଆମେ ଓହ୍ଲେଇବୁନି। ନା, ସେ ଆମକୁ କହିଛନ୍ତି ଅଳ୍ପ ଦିନ ଭିତରେ ତମ ଦାବି ପୂରଣ କରିବୁ ଆମେ ନିଶ୍ଚିତ ଭାବରେ। ଆପଣମାନେ ଯାଇକି ଆଜ୍ଞା ଆଜ୍ଞା।